ଫୁଲକୋବିରେ ମସଲା ଭଜା ଖାଇ ଖାଇ ଯଦି ବୋର୍ ହେଇଗଲେନି ଥରେ ଏଇ ଟାଇପ୍ରେ ନିଶ୍ଚୟ କରନ୍ତୁ। ରୁଟି ପୁରୀ ଭାତ ସହିତ ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ଫୁଲକୋବିର ଦମଦାର ରେସିପି ବନେଇବା ପାଇଁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର ଆଉ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିନେବେ। ଆଉ ଫେସବୁକ୍ ପେଜ୍ରେ ଦେଖୁଥିଲେ ଫଲୋ ତ ନିଶ୍ଚୟ କରିବେ। ନମସ୍କାର, ରଞ୍ଜିତା ଖୁସି ବ୍ଲଗ୍କୁ ଆପଣଙ୍କୁ ସ୍ୱାଗତ କରୁଛୁ। এই ରେସିପି ବନେଇବା ପାଇଁ ଦେଖନ୍ତୁ ମୁଁ ଗୋଟେ କୋବି ନେଇଯାଇଛି। ପୁରା କୋବିଟାକୁ ଭଲସେ ଆମେ କାଟି ନେବା। ଏମିତି ସବୁ ଏଇ ସାଇଜ୍ରେ ସବୁ କୋବି ଯାକ କାଟି ନେବା। ଏବେ ଗୋଟେ କଢ଼େଇରେ ପାଣି ଗରମ କରି ତା ସହିତ ଲୁଣ ପକାଇ ଆମେ କୋବି ଯାକ ସବୁ ସେଇ ଗରମ ପାଣିରେ ପକାଇଦେବା। କାହିଁକି ନା ଆମେ କୋବିରେ ବହୁତ ମେଡ଼ିସିନ ସ୍ପ୍ରେ କରାଯାଇଥାଏ, ବହୁତ ସାର ଦିଆହେଇଥାଏ। ତ ସେଇଥିରୁ ଆମେ ରକ୍ଷା ପାଇବା ପାଇଁ 15 ମିନିଟ୍ ପରେ ଗରମ ପାଣିରେ ଆମେ ପକାଇ ରଖିବା। ତ 15 ମିନିଟ୍ ଆମର ହେଇଗଲାନି। ଏବେ ଆମେ କ'ଣ କରିବା, କୋବି ଆମର ହେଇଗଲାନି। ଏବେ କ'ଣ କରିବା, ତାକୁ ଛାଣି ନେବା। ମୁଁ এই ରେସିପିଟି ସୋରିଷ ତେଲରେ ବନାଉଛୁ, ସେଥିପାଇଁ ଦେଖନ୍ତୁ ଗୋଟେ ପ୍ୟାନ୍ରେ 2 ଚାମଚ ସୋରିଷ ତେଲ ନେଇଗଲି। ସୋରିଷ ତେଲରେ କୋବି ଯାକ ଭଲସେ ଭାଜି ନେବା। କୋବି ଯାକ ଭଲସେ ଲାଲ ହେଲା ପର୍ଯ୍ୟନ୍ତ ଭାଜିବା। କାହିଁକିନା କୋବିର ଗୋଟେ ସ୍ମେଲ୍ ଥାଏ। ତ କୋବିକୁ ଆମେ ଯେତେ ଭଲସେ ଭାଜିବା କୋବିର ଟେଷ୍ଟଟାକୁ ଭଲ ଲାଗିବ। ସେଥିପାଇଁ ଦେଖନ୍ତୁ କୋବି ଯାକ ମୁଁ ଭଲସେ ଲାଲ କରିକି ଭାଜିନି। ଆଉ ଏଇ ରେସିପି ପାଇଁ କୋବି ଯାକ ଭଲକି ଭାଜିବା ଦରକାର। ଦେଖନ୍ତୁ ଆମର ଏବେ କୋବି ହେଇଗଲା। ଏବେ ମସଲାଟା ପ୍ରସ୍ତୁତ କରିନେବା। ତ ସେଥିପାଇଁ ଗୋଟେ ପ୍ୟାନ୍ରେ କିଛି ସୋରିଷ ତେଲ ନେଇଗଲି। ତା ସହିତ 8-10 କଲା ରସୁଣ, ଖଣ୍ଡେ ଅଦା ଆଉ କିଛି ଶୁଖା ମସଲା, ଡାଲଚିନି, ଲବଙ୍ଗ, ଗୁଜୁରାତି ଆଉ ଫୁଲଚକ୍ରି, ଗୋଲମରିଚ, ପିଆଜ, କାଜୁ, ଜିରା, ଧନିଆ, ଶୁଖିଲା ଲଙ୍କା, ଟମାଟୋ ଆଉ କିଛି ଚାରମଗଜ ପକାଇକି ଭଲସେ ଆମେ ଭାଜି ନେବା। ଆମର ଏବେ ମସଲା ହେଇଗଲାନି। ତ ଏବେ ଥଣ୍ଡା ହେବା ପାଇଁ କିଛି ସମୟ ରଖିଦେବା। ତ ଏପଟେ ଗୋଟେ କଢ଼େଇରେ ସୋରିଷ ତେଲ ଗରମ କରି ଜିରା ଫୁଟେଇ ନେବା। ତା ସହିତ ପିଆଜ ପକାଇଦେବା। ପିଆଜ ଭାଜିଲା ଭିତରେ ଆମର ଏପଟେ ଦେଖନ୍ତୁ ମସଲାଟି ଥଣ୍ଡା ହେଇଗଲାନି। ତାକୁ ଆମେ ଗ୍ରାଇଣ୍ଡ କରିନେବା। ଗ୍ରାଇଣ୍ଡ ହେଇଗଲା ଆମର। ତ ଏବେ ପିଆଜ ଗୁଡ଼ା ବି ଭଲସେ ଲାଲି ହେଇକି ଭାଜିଗଲାନି। ବାଟି ରଖିଥିବା ମସଲାକୁ ଆମେ ତା ସହିତ ପକାଇଦେବା। ପକାଇ ଦେଇକି ତାକୁ ଆଉ ଟିକେ ଭଲସେ କଷିବା। ତା ସହିତ ଦେଇଦେବା କାଶ୍ମୀରୀ ରେଡ଼୍ ଚିଲି, ହଳଦୀ ଗୁଣ୍ଡ ଆଉ କସୁରୀ ମେଥି ପକାଇକି ଆଉ ଟିକେ ଭଲସେ କଷିବା। ମସଲାକୁ ଯେତେ ଭଲସେ କଷିବେ ସେତେ ତରକାରୀର ଟେଷ୍ଟଟା ଆସିବ। ତ ଆମର ଦେଖନ୍ତୁ ଏବେ ମସଲା କଷିଗଲାନି, ପୁରା ତେଲ ଉପରକୁ ଆସିଗଲାନି। ଏବେ କ'ଣ କରିବା, କୋବି ଯାକ ଆମେ ପକାଇଦେବା। କୋବି ପକାଇକି ଭଲସେ କଷିବା। କୋବିକୁ ଯେତେ ଭଲସେ କଷିବେ ସେତେ ଟେଷ୍ଟଟା ବାହାରିବ। ତ ଆମେ କୋବି ତ ଭଲସେ ସିଝି ନଥିଲା, ତ ଆମେ ମସଲାରେ କଷିକି ହିଁ କୋବିଟା ସିଝେଇବା। ଦେନେ ଏହାର ଟେଷ୍ଟଟାକୁ ବହୁତ ବଢ଼ିଆ ହେବ। ଦେଖନ୍ତୁ ଆମର ଏବେ କୋବି ଭଲସେ କଷି ହେଇଗଲାନି। ତ ଏବେ ଆମେ କ'ଣ କରିବା, ତାକୁ ସ୍ୱାଦ ଅନୁସାରେ ଲୁଣ ଆଉ ଟିକେ ପାଣି ଦେଇକି କିଛି ସମୟ ଟିକେ ଘୋଡ଼େଇ ଦେବା ସିଝିବା ପାଇଁ। ଏବେ ଦେଖନ୍ତୁ ଢାଙ୍କା ଖୋଲିଦେଲା ପରେ ଆମର ପ୍ରସ୍ତୁତ ହେଇଗଲା କୋବି ତରକାରୀ। ତ ଧନିଆ ପତ୍ର ଦେଇ ଗାର୍ନିସ୍ କରିଦେବା। ଆପଣ ବି ଥରେ ଏଇ ଟାଇପ୍ରେ ବନାନ୍ତୁ, ଖାଆନ୍ତୁ। କେମିତି ହେଇଛି ରେସିପିଟା କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଆଉ ଯଦି ଭଲ ଲାଗିଛି ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିଦେବେ। ଆଉ କ୍ରିମ୍ରେ ତାକୁ ଗାର୍ନିସ୍ କରନ୍ତୁ, ବହୁତ ଟେଷ୍ଟ ଲାଗିବ। ନିଶ୍ଚୟ ଥରେ କରନ୍ତୁ।